जय सीताराम। जय श्री राम की जय। जय हनुमान की जय। आम्ही আজি জানিবা চৌপাই एके। जय हनुमान ज्ञान गुण सागर, जय कपिशती हो लोक उजागर। अरे कोटि कोटि शब्दर अर्थ आमे भावार्थ वर्णना करिबा अछि। ता पूर्वरु बंधुगण और सांग भौणी मानकु मोर अनुरोध, हनुमान को जति भक्ति करुथिबे, श्री राम को जति भक्ति करुथिबे, निश्चय मो चैनल को गोटे लाइक शेयर सब्सक्राइब कर दियंतु। कहीं सब्सक्राइब करबा द्वारा मो वीडियो छाड़बे आप सर्वप्रथम आपण माने देखि पारिबे। एपि चलंतु जय शब्दर वर्णना करा जायछि। भजन कीर्तन रे उपासक निजर उपास्यकर श्रुति प्रशंसा और गुणगान करिबा पाई जय शब्द व्यवहार करिथाए। हनुमान शब्दर थोड़ी चिबुकर आकार पाई तांको हनुमान कहा जाए। ज्ञान गुण सागर, असीम परामर्थ ज्ञान ओ गुणर सागर। जय अर्थ होछि विजयी हुओ। कपिस कपि चुक्त हिस, कपि शिरोमणि बानर मानकर प्रभु बा मुख्य। भावमय ठाकुर सिए। तुहि लोकर अर्थ होछि त्रिलोक। तीनी लोक यथा पृथ्वी, स्वर्ग एवं पाताल। उजागर आलोकित करिबा, शिक्षा देबा, जागृत करिबा। जय हनुमान ज्ञान गुण सागर, जय कपिशती लोक उजागर। आर भावार्थ होछि समस्त ज्ञान ओ गुणर अधिकारी हे हनुमान, आपणकर जय हेउ। त्रिलोक उज्जवल करथिबा हे कपिराज, आपणकर जय हेउ। वर्णना करिबाकु हेले संत तुलसीदास एही पदरे प्रथम थर पाई हनुमान को तांकर सबुठारु आदरर नामरे संबोधन करिसंती। एथिरे हनुमान का श्रेष्ठता एवं तांकर सम्मान, प्रतिष्ठा और प्रवीणतार वर्णना करिसंती। हनुमान हिंदू मानकर सर्वाधिक लोकप्रिय देवता रूपे जुगे जुगे पूजा पाई आसिछंती। स्वर्ग मर्त्य और पाताल लोकरे समस्तंक द्वारा से पूजित हुअन्ति। बानर वंशरे जात हेले भी श्री हनुमान दैव्य गुण संपन्न, अतुलनीय शक्तिर अधिकारी, परम ज्ञानी और महान दार्शनिक अटंती। संत तुलसीदास हनुमान को ज्ञानी गुणी चतुर बोले वर्णना करिसंती। हनुमान उभय अपरा विद्या, आध्यात्मिक विद्या, उपरा विद्या, ब्रह्म ज्ञान विद्या रे पारंगम थिबारु से ज्ञानी। हनुमान निज गुण को चिन्हिबा सहित अन्य गुण को मध्य सम्मान देथिबारु गुणी। हनुमान निज ज्ञानर उचित उपयोग करथिबारु से अति चतुर। हनुमान भक्तराज, से सेवा और भक्तिर संकेत। हनुमान को गुण को जेते वर्णना कले ताहा कम हेबो। भक्तगण माने हनुमान को विषय भावार्थ करुथिले केबे भी सरिब नाही। पुराण रे श्री हनुमान को संपर्क रे गोटी कहानी अछि।
ହନୁମାନ ଇଚ୍ଛା କଲେ ଯେ ସୂର୍ଯ୍ୟଙ୍କୁ ଗୁରୁ ବା ଦିଗ୍ଦର୍ଶକ ରୂପେ ଗ୍ରହଣ କରି ରକ୍ତଚୁ ସାମ ଅର୍ଥବ ଚାରି ବେଦ ଏବଂ ସାକ୍ଷ୍ୟ ପାତଞ୍ଜକ ପୂର୍ବ ମୀମାଂସା ଜମିନି ଦର୍ଶନ ଉତ୍ତର ମୀମାଂସା ବେଦାନ୍ତ ନ୍ୟାୟ ତର୍କ ଓ ବୈଶେଷିକ ଆଦି ଷଡ଼ଶାସ୍ତ୍ର ଶିକ୍ଷା କରିବେ। ସେଥିପାଇଁ ସେ ସୂର୍ଯ୍ୟଙ୍କୁ ଅନୁରୋଧ କଲେ। ସୂର୍ଯ୍ୟ ହନୁମାନଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ରାଜି ହେଲେ, କିନ୍ତୁ ସେଥିପାଇଁ ଗୋଟିଏ ସର୍ତ୍ତ ରଖିଲେ। କହିଲେ, ବାଳଖିଲ୍ୟ ଋଷିମାନେ ମୋ ରଥରେ ବସି ବିଦ୍ୟା ଶିକ୍ଷା କରୁଛନ୍ତି, ତେଣୁ ତୁମେ ସେମାନଙ୍କ ସହ ବସି ବିଦ୍ୟା ଶିକ୍ଷା କରିପାରିବ ନାହିଁ। ବିଦ୍ୟା ଶିକ୍ଷା ପାଇଁ ତୁମକୁ ମୋ ରଥ ଆଗରେ ମୋ ଆଡ଼କୁ ମୁହଁ କରି ପଛେଇ ପଛେଇ ଚାଲିବାକୁ ପଡ଼ିବ। ହନୁମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟା ଶିକ୍ଷା। ସେଥିପାଇଁ କଠିନରୁ କଠିନତର ସର୍ତ୍ତ ପାଳିବାକୁ ସେ ଗୁରୁଦେବ ସୂର୍ଯ୍ୟଙ୍କ ସର୍ତ୍ତରେ ତତ୍କ୍ଷଣାତ୍ ରାଜି ହୋଇଗଲେ। ସୂର୍ଯ୍ୟଙ୍କ ରଥ ଆକାଶ ମାର୍ଗରେ ଗତି କରୁଥିଲା। ତା ସହିତ ଶିଷ୍ୟ ହନୁମାନ ରଥ ସାମ୍ନାରେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ହାତରେ ଗ୍ରନ୍ଥ ଧରି ପଛୁଆ ଚାଲି ଚାଲି ପାଠ ପଢ଼ି ଅଳ୍ପ ଦିନରେ ସବୁ ବିଦ୍ୟାରେ ପାରଙ୍ଗମ ହୋଇଗଲେ। ସନ୍ଥ ତୁଳସୀ ଦାସ ତାଙ୍କ ଚରିତ ସୁନ୍ଦରାକାଣ୍ଡରେ ହନୁମାନଙ୍କୁ ସୁକଲ ଗୁଣ ନିଧାନମ ବାନରାଣାମଧୀଶମ ସମସ୍ତ ଉତ୍ତମ ଗୁଣର ପ୍ରତିଭାବାପନ୍ନ ଓ ବାନର ମାନଙ୍କର ପ୍ରଭୁ ବା ମୁଖ୍ୟ ବୋଲି ସମ୍ବୋଧନ କରିଛନ୍ତି। ହନୁମାନ କପି ମାନଙ୍କର ପ୍ରଭୁ ଥିବାରୁ ଭକ୍ତମାନେ ତାଙ୍କୁ ଆଦରରେ କପିଶ ନାମରେ ମଧ୍ୟ ସମ୍ବୋଧନ କରିଥାନ୍ତି। ଶ୍ରୀ ହନୁମାନ ଭଗବାନ ଶିବଙ୍କର ରୁଦ୍ର ଅବତାର ଅଟନ୍ତି। ହନୁମାନ ବିନା ବାଧାରେ ତ୍ରିଲୋକ ଅର୍ଥାତ୍ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଲୋକରେ ଯଥା କରିପାରନ୍ତି। ସେଥିପାଇଁ ଭାବମୟ ଶ୍ରୀ ହନୁମାନ କି ଜୟ। ସେ ଏହି ତ୍ରିଲୋକରେ ସର୍ବତ୍ର ପୂଜା ପାଇଥାନ୍ତି। ହନୁମାନ ମହାଜ୍ଞାନୀ, ତେଣୁ ହନୁମାନଙ୍କ ଜ୍ଞାନ ତ୍ରିଲୋକରେ ବ୍ୟାପ୍ତ। ସମସ୍ତ ସ୍ଥାବର ଜଙ୍ଗମ ସ୍ଥୂଳ ଏବଂ ସୂକ୍ଷ୍ମ ସମସ୍ତ ଭୂତର ଅନ୍ତର୍ଚକ୍ଷୁରେ ଜ୍ଞାନଲୋକ ରୂପକ କଜୋଳ ଲଗାଇ ଅଜ୍ଞାନର ଅନ୍ଧକାରକୁ ଦୂର କରିବାରେ ସମର୍ଥ ଅଟନ୍ତି। ଏହି ସ୍ତୁତି ଦ୍ୱାରା ଭକ୍ତ ନିଜର ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନଲୋକ ପ୍ରଦାନ ପାଇଁ ଆତ୍ମନିବେଦନ କରିଥାଏ। ଭକ୍ତଗଣମାନେ ଜୟ ହନୁମାନ ଜ୍ଞାନ ଗୁଣ ସାଗର, ଜୟ କପିଶ ତ୍ରିଲୋକ ଉଜାଗର। ଏ ଶବ୍ଦର ଅର୍ଥ ଆପଣମାନେ ଏବେ ବୁଝିପାରୁଥିବେ। କେତେ ମାହାତ୍ମ୍ୟ! ହନୁମାନଙ୍କର 40 ପାଠ କଲେ କେତେ ପୁଣ୍ୟ ହୋଇଥାଏ, ଏଇଥିରୁ ଆପଣମାନେ ବୁଝିପାରୁଥିବେ। ଆପଣମାନଙ୍କୁ ଅନୁରୋଧ, ସଦାସର୍ବଦା ହନୁମାନ 40 ପାଠ କରନ୍ତୁ। ସୁଖରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସର୍ବ ସଙ୍କଟ ଉଦ୍ଧାର କରନ୍ତୁ। ଏଇଟା ମୋର ମନୋକାମନା। ମୋର ଭିଡ଼ିଓଟି ଭଲ ଲାଗିଥିବ ନିଶ୍ଚୟ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଶ୍ରୀରାମ, ଜୟ ହନୁମାନ କି ଜୟ।